ଆସନ୍ତୁ ଶୁଣିବା ପ୍ରଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଅଷ୍ଟ୍ରେଲିଆ। ପକେଟଟା ଫୁଟା, ଗୋଟିଏ କୋଣରେ ତାର ପଡ଼ିଛି ସେହି ଅଚଳ ସଉକିଟା। 200 କୋଟି ମଣିଷର ଧନଧାନ୍ୟଶାଳୀ ପୃଥିବୀରେ ସମ୍ବଳ କେବଳ ଗୋଟାଏ ଅଚଳ ଚାରଣୀ। ଚା ଦୋକାନୀଟା ବେଶ୍ ଭଦ୍ର, କିନ୍ତୁ ସକାଳୁ 3 କପ୍ ଚା ବାକି ଦେଲାଣି। ସିଗାରେଟ୍ ଦୋକାନୀଟା ମଧ୍ୟ ମଣିଷର ମନର ଦୁଃଖ ବୁଝେ। ବାକି ସିଗାରେଟ୍ ପଇସା ପାଇଁ ଜିଦ୍ ଧରେ ନା। ରାସ୍ତା, ସହରର ରାସ୍ତା, ବଡ଼ ବଡ଼ ରାସ୍ତା ଉପର ଦେଇ ତାର ବହି ଚାଲିଛି ମଣିଷର ପ୍ରବାହ। କେତେ ଆଶା, କେତେ ସ୍ୱପ୍ନ ନେଇ ସକାଳ ହେଲେ ଏଇ ବଡ଼ ରାସ୍ତା ଉପରେ ଛୁଟି ଚାଲନ୍ତି ମଣିଷ ପରେ ମଣିଷ, ଅଗଣିତ ମଣିଷ। ମୁଁ ବି ଭାସି ଚାଲିଛି ସେ ମଣିଷର ସୁଅରେ। ସ୍ୱପ୍ନ ମୋର ଅଷ୍ଟ୍ରେଲିଆ, ସୁଦୂର ଅଷ୍ଟ୍ରେଲିଆ। ନୂଆ ସୁନାଖଣିର ସନ୍ଧାନ କୁଆଡ଼େ ମିଳିଛି ସେଠି। ଆଉ ବି ସ୍ୱପ୍ନ ଅଛି ମୋର। ବିରାଟ କମ୍ପାନୀ ଫ୍ଲୋଟ୍ କରିଛି। ମୂଳଧନ ତାର ଲକ୍ଷ ଲକ୍ଷ ଟଙ୍କା। ଅଷ୍ଟ୍ରେଲିଆର ସ୍ୱର୍ଣ୍ଣ ଅଞ୍ଚଳରେ ସୁନାର ସନ୍ଧାନ କରିବା ପାଇଁ ନେଇଛି ମନୋପଲି। ଅଷ୍ଟ୍ରେଲିଆ, ସୁଦୂର ଅଷ୍ଟ୍ରେଲିଆ, ଯେଉଁଠି କୁଲଗାରର ସୁନାଖଣିରୁ ଚିମ୍ନି ବାଟେ କଳା ଧୂଆଁ ବାହାରେ କୁଣ୍ଡଳି ମୋଡ଼ି, ଯେଉଁଠି ଅରମା ବାଲୁମୟ ପ୍ରାନ୍ତରରେ ଯାଯାବର ମେଷପାଳକ ପଥ ହରାଏ ଅନ୍ଧାର ଝଡ଼ ରାତିରେ। ରାସ୍ତାର ଧାରେ ଧାରେ ଚାଲିଛି ନଗ୍ନ ବୁଭୁକ୍ଷୁ କାଙ୍ଗାଳର ଶୋଭାଯାତ୍ରା। ବୃଦ୍ଧ, ତରୁଣ, ବାଳକ, ଶିଶୁ, ତରୁଣୀ, ବୃଦ୍ଧା, ପ୍ରୌଢ଼, ଚକ୍ଷୁଷ୍ମାନ, ଚକ୍ଷୁଷ୍ମତୀ, ଦୃଷ୍ଟିହୀନ, ଦୃଷ୍ଟିହୀନା, ସ୍ୱାସ୍ଥ୍ୟବାନ, ସ୍ୱାସ୍ଥ୍ୟବତୀ, ରୁଗ୍ଣ ଓ ରୁଗ୍ଣା। ଆଲ୍ଲା ତେରା ଭଲା କରେ। ଭଗବାନ ତମର ମଙ୍ଗଳ କରିବେ ବାବୁ। ଭଗବାନଙ୍କର ଆଶୀର୍ବାଦ, ଆଲ୍ଲାର ମେହେରବାନୀ ପଇସା ଅଧଲାରେ ବିକ୍ରି ହେଉଛି। ହାୟ ଆଲ୍ଲା, ପୃଥିବୀରେ ସବୁଠୁ ଶସ୍ତା ତମର ମେହେରବାନୀ। ସେଇ ବିଜୁଳି ଆଲୁଅର ଖୁଣ୍ଟ ଦେହରେ ଆଉଜି ଠିଆ ହୋଇଛି ଯେଉଁ ପଙ୍ଗୁ କୁଷ୍ଠ ବ୍ୟାଧିଗ୍ରସ୍ତ ଆଲ୍ଲାର ମେହେରବାନୀର ସୌଦାଗର। ଝୁଲିରେ ତାର ଆଲ୍ଲାର ମେହେରବାନୀର ଅଫୁରନ୍ତ ପଣ୍ୟ। ମୁଣ୍ଡରେ ଫେଜ୍ ଟୋପିଟିଏ। ପହିଲେ କ'ଣ ରଙ୍ଗ ଥିଲା ଆଜି ଠିକ୍ କରି କହିହେବ ନାହିଁ। ବାର୍ଦ୍ଧକ୍ୟର ଲକ୍ଷ ଲକ୍ଷ ଜଟିଳ ରେଖା ମୁହଁରେ ତାର। ଆଖି ଦୁଇଟି ଶେତା, ପାଣି ଝରୁଛି। ଦେହରେ ଗୋଟାଏ ଛିଣ୍ଡା କଳା କୋଟ୍, କାହାର କେବେକାର ପରିତ୍ୟକ୍ତ ଛିଣ୍ଡା ମଇଳା କୋଟ୍। ଆଲ୍ଲା ତେରା ଭଲା କରେଗା ବେଟା। ପାଖରେ ତାର ଆଉ ଗୋଟିଏ ବୃଦ୍ଧା ବି ମେଲିଛି ତାର ପଣ୍ୟର ଭଣ୍ଡାର। ଫୁଟପାଥ ଉପରେ ଖଣ୍ଡେ ଛିଣ୍ଡା ଅଖା ବିଛାଇ। କୋଟି ପରମାୟୁ ତୋର ହେବ ବାପ। ବୃଦ୍ଧାର ଭିନ୍ନ ବ୍ୟବସାୟ, ବୃଦ୍ଧାର ପଣ୍ୟ କୋଟି ପରମାୟୁ। ମୋ ଆଗରୁ କେତେଜଣ ଗରାଖ ବି ଆସି କୋଟି ପରମାୟୁ କିଣି ନେଇ ସାରିଲେଣି। ସାମ୍ନାରେ ତାର ଖଣ୍ଡେ କଲେଇ ଛଡ଼ା ଟିଣ ବାଟି ଭିତରେ ପଡ଼ିଛି 2 ପଇସା ହୋଇ 3 ଅଣା ପଇସା। କୋଟି କୋଟି ପରମାୟୁର ମୂଲ୍ୟ। ଫୁଟା ପକେଟରେ ଅଚଳ ଚାରେଣୀ। ଆଲ୍ଲା ମେହେରବାନୀ ନା କୋଟି ପରମାୟୁ? ତାଠୁ କପେ ଚା ବରଂ ଭଲ। ସନ୍ଧ୍ୟାର ଅନ୍ଧାରରେ ଅଚଳ ସଉକିଟା ନିଶ୍ଚୟ ଯେକୌଣସି ଚା ଦୋକାନରେ ଚଳିଯିବ। ଗୋଟାଏ ଗଳି ରାସ୍ତା ଭିତରକୁ ଚାଲିଗଲି। ସକାଳର ସୁନ୍ଦର ନରମା ଖରା, ଶରତର ସ୍ୱଚ୍ଛ ସୁନ୍ଦର ଉଦାର ଆକାଶ, ନବବଧୂର ବ୍ରୀଡ଼ାସ୍ନିଗ୍ଧ ଶୁଭଦୃଷ୍ଟି ପରି। ଗେଙ୍ଗୁଟି ବିଛା ନାଲିଗଳି ରାସ୍ତା ଉପରେ ପାଖ ଘରଗୁଡ଼ାକର ଛାଇ ପଡ଼ିଛି ତେର୍ଛା ହୋଇ। ଜନହୀନ ଗଳି ରାସ୍ତା। ପର୍ଥ ବନ୍ଦର, ଅଷ୍ଟ୍ରେଲିଆର ପର୍ଥ ବନ୍ଦର। ବମ୍ବେରୁ ଜାହାଜ ଆସି ଭିଡ଼ିଲା ପର୍ଥ ବନ୍ଦରରେ। ଉଦାର, ବିସ୍ତୃତ, ସୀମାହୀନ, ଦିଗହୀନ ଭାରତ ମହାସାଗର। ନେଳି ଲହରୀର ଧଳା ଚୂଡ଼ା ଉପରେ ଭାସି ଯାଉଛନ୍ତି ଧଳା ଗଲ୍ ପକ୍ଷୀ। ଉତ୍କ୍ଷିପ୍ତ ଲହରାର ଜଳକଣା ଭିଜାଇ ଦେଉଛି ସେମାନଙ୍କର ତପ୍ତ ବକ୍ଷ। ପର୍ଥ ବନ୍ଦର। କୁଲି ଦେହର ଝାଳଗନ୍ଧ, ତମାକୁର ଗନ୍ଧ, ଅପରିଚିତ ଦେହର ଗନ୍ଧ, ଅଷ୍ଟ୍ରେଲିଆର ଗନ୍ଧ, ସବୁ ମିଶି କିପରି ଗୋଟାଏ ଅଦ୍ଭୁତ ଗନ୍ଧ। ଚମତ୍କାର। ଅମିର ଖାଁ ଗଳି। ଖଣ୍ଡେ ଟିଣ ଉପରେ ଆଲକାତ୍ରାରେ ଲେଖା ହୋଇ କାନ୍ଥରେ ମରିଛି ଅମିର ଖାଁ ଗଳି। ବିଂଶ ଶତାବ୍ଦୀ ମାର୍କା ଅମରତ୍ୱ। ଯେଉଁ ଉପମହାଦେଶରେ କୋଟି ପରମାୟୁ ମିଳେ, ଗୋଟାଏ ଅଚଳ 2 ପଇସା ଦେଲେ ସେଠାରେ ଖଣ୍ଡେ ଟିଣ ଆଉ ସାମାନ୍ୟ ଆଲକାତରା ଅମରତ୍ୱ ପାଇଁ ତ ଯଥେଷ୍ଟ। ସେ କଥା ଜାଣିକି ତମେ ଦାଢ଼ିବାଲା ଅମିର ଖାଁ ଜାନ। କାଳସ୍ରୋତେ ଭାସିଯାଏ ଜୀବନ ଯୌବନ, ଧନ ଆଉ ମାନ। ପର୍ଥ ବନ୍ଦର ଓ ଅମିର ଖାଁ ଗଳି। ରାସ୍ତାର 2 ପାଖରେ ନର୍ଦ୍ଦମା। ସକାଳେ ମଇଳା ପାଣିର ସୁଅ ଚାଲିଛି। ସେହି ସୁଅରେ ଭାସି ଭାସି ଚାଲିଛି ଗୋଟାଏ ମଲା ବିଲେଇ ଛୁଆ। ଛିଣ୍ଡା ଚିଠି କାଗଜ,
କାଠିକୁଟା ଆଉ ଅନେକ କିଛି। ଭାରତ ମହାସାଗରର ରୁଚିହୀନ ବିଦ୍ରୂପ, ବାଥରୁମ୍ର ସାବୁନ ଫେଣ ମିଶା ମଇଳା ପାଣିର ସୁଅ, ଉତ୍କ୍ଷିପ୍ତ ଫେନଛୁଡ଼ା ଲହରୀର କୁତ୍ସିତ ବ୍ୟଙ୍ଗ ସୃଷ୍ଟି। ତାରି ଭିତରେ ଘାଣ୍ଟି ଘାଣ୍ଟି ଚାଲିଛି କଳା କୁତ୍ସିତ କଙ୍କାଳସାର ରୋଗା ଗୋଟେ ମଣିଷ ଛୁଆ, ଗାନ୍ଧୀ ମହାତ୍ମାଙ୍କର କୌଣସି ଏକ ହରିଜନ ଶିଶୁ। ହାୟ ହରି, ମନ୍ଦ ନୁହେଁ ତମର ରୁଚି ଜ୍ଞାନ। ପିଲାଟା ଚମକି ପଡ଼ି ଚାହିଁଲା ମୋ ଆଡ଼େ। ଭୀରୁ ମଳିନ ଆଖି, ହରିଜନ ବାଳକର ରକ୍ତହୀନ ପିଙ୍ଗଳ ଆଖି। ବିଂଶ ଶତାବ୍ଦୀରେ ମଧ୍ୟ ଭାରତ ଆବିଷ୍କାର ପାଇଁ ତଥାପି ଅନେକ କିଛି ବାକି ଅଛି। ବିଂଶ ଶତାବ୍ଦୀରେ ଶିଳ୍ପ ବ୍ୟବସାୟର ଉନ୍ନତି ସଙ୍ଗେ ସଙ୍ଗେ କେତେକ ନୂତନ ବ୍ୟବସାୟ ଜନ୍ମ ନେଇଛି ଭାରତର ବାଣିଜ୍ୟ ଜଗତରେ। କୋଟି ପରମାୟୁ ଓ ଆଲ୍ଲାର ମେହରବାନୀ ବିକ୍ରି ସେଥିମଧ୍ୟରୁ ଏକ ବ୍ୟବସାୟ। ହରିଜନ ବାଳକମାନଙ୍କର ନର୍ଦ୍ଦମା ଘାଣ୍ଟିବା ଅନ୍ୟ ଏକ ବ୍ୟବସାୟ। ନର୍ଦ୍ଦମାର ପଙ୍କ ଭିତରେ କେଉଁଠି ପଡ଼ିଥାଏ ଗୋଟେ ସେଫ୍ଟିଫିନ୍, ଦନ୍ଥଡ଼ା ଛୁରୀ, ଆହୁରି ଏମିତି କେତେ କ'ଣ। କେଉଁଦିନ ବା ହରିଙ୍କର ବାତ୍ସଲ୍ୟର ମାତ୍ରା ଅଧିକ ହୋଇ ଉଠିଲେ ଗୋଟାଏ ଚାରଣୀ ନହେଲେ ଆଠଣି ପର୍ଯ୍ୟନ୍ତ ବି ମିଳିଯାଏ। ଭାରତ ଆବିଷ୍କାର ସମ୍ବନ୍ଧରେ ଏ ସମସ୍ତ ଅନାବିଷ୍କୃତ ନୂତନ ତଥ୍ୟ। ଫୁଟା ପକେଟ ବାଟେ ତଳେ ପଡ଼ିଗଲା ସେଇ ଅଚଳ ଚାରଣୀଟା ମୋର। ସେତେବେଳକୁ କିଛି ବାଟ ଆଗେଇ ଆସିଥାଏ। ଚଳମାନ ପୃଥିବୀରେ ହଜିଯାଉ ଅଚଳ ଚାରଣୀଟା। କେମିତି ଗୋଟାଏ ଅଦ୍ଭୁତ ଆନନ୍ଦ। ନକଲି ନିକେଲର ଫଟା ବିକୃତ ଶବ୍ଦ ଗଳି ରାସ୍ତାର ସେହି ନୀରବତା ଭିତରେ ସାମାନ୍ୟ ଶବ୍ଦ କରି ଉଠିଲା। ନର୍ଦ୍ଦମା ଭିତରୁ ସେହି ହରିଜନ ବାଳକଟି ଉଠି ଆସି ଇଗଲ ପରି ଝାମ୍ପ ମାରି ନେଇଗଲା ସେହି ଚାରଣୀଟାକୁ। ଆଖି ଦୁଇଟାରେ ସଫଳତାର ଆନନ୍ଦ। ମୋ ଆଡ଼େ ଚାହିଁଲା। ତାର ଆଖି ଦୁଇଟାର କୋଣେ କୋଣେ ଭରି ରହିଛି ଘୃଣା ଆଉ ଅବିଶ୍ୱାସ। ବିଶ୍ୱାସ କରେ ନା ମୋତେ ସେ। କାଳେ ଆସି ଛଡ଼ାଇ ନେବି ମୁଁ ତାଠାରୁ। ପାଟି ଭିତରେ ପୂରେଇ ଦେଲା। ତାପରେ ମୋ ଆଗେ ଆଗେ ଦୌଡ଼ି ଚାଲିଗଲା ଚିଲ ପରି, ଯେପରି ଗୋଟାଏ ହିଂସ୍ର ଜାନୁଆର ହାବୁଡ଼ରେ ପଡ଼ିଛି ସେ। ଗଳି ଶେଷର ମେହେନ୍ତର ବସ୍ତି। ଅମିର ଖାଁ ଗଳି ମୁଣ୍ଡରେ ସହରର ମେହେନ୍ତର ବସ୍ତି। ଏଇ ସେ ପିଲାଟା ଠିଆ ହୋଇଛି ସେଇ ଭଙ୍ଗା କୁଡ଼ିଆ ପିଣ୍ଡାରେ। ସଜନା ଗଛର ଧଳା ଫୁଲ ଝରି ପଡ଼ିଛି ଅଗଣାରେ। ସୁନ୍ଦର ସେ ପିଲାଟା ଠିଆ ହୋଇ ଖଣ୍ଡେ ବିଡ଼ି ଟାଣୁଛି ମନ ଆନନ୍ଦରେ। ରାତି 2ଟା, ଆକାଶରେ ଜହ୍ନଟା ସେତା ଦିଶୁଛି। ଆଖିରେ ନିଦ ନାହିଁ। ଅଷ୍ଟ୍ରେଲିଆ, ସୁନାର ଅଷ୍ଟ୍ରେଲିଆ, ସୁଦୂରର ଅଷ୍ଟ୍ରେଲିଆ। ହାୟ ଅଷ୍ଟ୍ରେଲିଆ। ମୋର ଆତ୍ମଜୀବନୀରେ ଯଦି କୌଣସି ମରଣଶୀଳ ମନୁଷ୍ୟ ଲାଗି ଲେଖିବି ପୁରା ଗୋଟାଏ ଅଧ୍ୟାୟ, ତାହେଲେ ସେ ହେଉଛି ସିଗାରେଟ୍ ଦୋକାନୀ ନସିର, ଯେ ବେପରୁଆ ଭାବରେ ସିଗାରେଟ୍ ବାକି ଦିଏ ମୋତେ। ଓଠରେ ଖଣ୍ଡେ ସିଗାରେଟ୍ରେ ନିଆଁ ଧରି ଚାଲିଲେ ସେହି ଅମିର ଖାନ୍ ଗଳିଆଡ଼େ। ଜାଣେ ନା କି ଦୁରନ୍ତ ତାର ଆକର୍ଷଣ। ପୁଣି ସେହି ମେହେନ୍ତର ବସ୍ତି। ହରିଜନମାନେ ଶୋଇପଡ଼ିଲେଣି ଆରାମରେ, ନିଶ୍ଚିନ୍ତରେ, ହରିଙ୍କର ଧୂଳି ଧୂସର କୋଳରେ। ଏଇ ସେଇ ସଜନା ଗଛ। ବଙ୍କା ଛାଇ ତାର ପଡ଼ିଛି ତେର୍ଛା ହୋଇ ଜହ୍ନ ଆଲୁଅରେ। ସଜନା ଗଛ ତଳେ ଖଣ୍ଡେ ଅଖା ବିଛାଇ ଏଇ ଶୋଇଛି ସକାଳର ସେଇ ପିଲା। ଦେହ ଉପରେ ତାର ପଡ଼ିଛି ଚେନାଏ ସେତା ଜହ୍ନ ଆଲୁଅ। ରାତ୍ରି ସୁନ୍ଦର, ଶାନ୍ତିମୟ, ଉଦାର, କୋମଳ ରାତ୍ରି। ଆଜିର ସୁଦିନଟିର କଥା ଭାବି ଭାବି ଆଖିରେ ତାର କେତେବେଳୁ ରାତ୍ରିର କୋମଳ ସ୍ପର୍ଶ ତଳେ ଲାଗିଗଲାଣି ନିଦ। କାଲି ପୁଣି ସେଇ ନିତିଦିନିଆ ସକାଳ। ଅମିର ମିଆଁ ଗଳିକଡ଼ର ନର୍ଦ୍ଦମା ଭିତରେ ସେଇ ଦୁର୍ଲଭ ରତ୍ନର ସନ୍ଧାନ। ମୋ ଆଖିରେ ନିଦ ନାହିଁ। ଅଷ୍ଟ୍ରେଲିଆ, ସୁନାର ଅଷ୍ଟ୍ରେଲିଆ। ଆଖିରେ ମୋର ନିଦ ନାହିଁ। ସଜନା ଗଛ ମୂଳେ ସେଇ ବାଳକଟିର ଧୂଳିଶଯ୍ୟା ଉପରେ ଝୁଙ୍କି ପଡ଼ିଲି। ହାତରେ ତାର ସେଇ ଅଚଳ ଚାରିଣୀ। ଜହ୍ନ ଆଲୁଅ ପଡ଼ି ଚକଚକ କରୁଛି। ଓଠରେ ତାର ଭୀରୁ ମଳିନ ହସର ଗୋଟିଏ କ୍ଷୀଣ ରେଖା, ଯେପରି ଶୋଇପଡ଼ିଛି। ଚାଲି ଆସିଲି। ଆକାଶରେ ଜହ୍ନଟା ମହଳ ଦେଖାଯାଉଛି ସେଇ ଅଚଳ ଚାରଣୀଟା ପରି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଅଷ୍ଟ୍ରେଲିଆ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।